ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଜାରି। 70ଟି ଆସନ ମଧ୍ୟରୁ ବିଜେପି 46ଟି ଏବଂ ଆପ୍ 24ରେ ଆଗୁଆ। ଫ୍ରାନ୍ସ ଏବଂ ଆମେରିକାର ଆସନ୍ତା ସୋମବାରଠାରୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ 41 କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ପକାଇ ସାରିଲେଣି ବୁଡ଼। ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରୁ ଆଜି ମୁକ୍ତ ହେବେ 3 ଜଣ ଇସ୍ରାଏଲ ପଣବନ୍ଦୀ। ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ହାଇଦ୍ରାବାଦ ଏଫ୍ସି ଏବଂ ମହମ୍ମଡାନ ଏସ୍ସି ଏବଂ ଚେନ୍ନାଇଆନ୍ ଏଫ୍ସି ଏବଂ ଇଷ୍ଟବେଙ୍ଗଲ ଏଫ୍ସି ମଧ୍ୟରେ ହେବ ମୁକାବିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଭୋଟ୍ ଗଣତି ଜାରି ରହିଛି। ମିଳିଥିବା ସବିଶେଷ ତଥ୍ୟ ଅନୁଯାୟୀ 19ଟି କେନ୍ଦ୍ରରେ 70ଟି ଯାକ ଆସନ ପାଇଁ ଭୋଟ୍ ଗଣତି ଚାଲିଛି। ବିଜେପି 46ଟିରେ ଏବଂ ଆମ୍ ଆଦମୀ ପାର୍ଟି 24ଟି ଆସନରେ ଆଗୁଆ ରହିଛି। ଦିଲ୍ଲୀ ଏନ୍ସିଟି ଆସନରେ ଆମ୍ ଆଦମୀ ପାର୍ଟି ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପରଭେଜ ସାହିବ ସିଂଙ୍କଠାରୁ ଯଥେଷ୍ଟ ପଛରେ ଅଛନ୍ତି। ସେହିଭଳି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆପ୍ର ସୋମନାଥ ଭର୍ତ୍ତୀ, ସୌରଭ ଭରଦ୍ୱାଜ, ଅୱଧ ଓଝା ପ୍ରମୁଖ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ଅଛନ୍ତି। ତ୍ରିନଗର ଆସନରେ ବିଜେପିର ତିଲକ ରାମ ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ର ପ୍ରୀତି ଜିତେନ୍ଦର ତୋମରଙ୍କଠାରୁ ବହୁ ଭୋଟ୍ରେ ଆଗୁଆ ଅଛନ୍ତି। ଶାଲିମାରବାଗ ଆସନରେ ରେଖା ଗୁପ୍ତା 29,000 ଭୋଟ୍ରେ ଆଗୁଆ ଥିବାବେଳେ ମନଜିନ୍ଦର ସିଂ ସିର୍ସା ରାଜୌରୀଗାର୍ଡନ ଆସନରୁ 16,000 ଭୋଟ୍ରେ ଆଗୁଆ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଓମ୍ ପ୍ରକାଶ ଶର୍ମା ବିଶ୍ୱାସନଗର ଆସନରୁ, ମୋହନ ସିଂ ବିଷ୍ଟ ମୁସ୍ତାଫାବାଦ ଆସନରୁ, ଅଜୟ ମାହାୱାର ଘୋଣ୍ଡା, ରାଜୀବ ନେଗି ପଟପରବଞ୍ଜ ଆସନରୁ, ରବିନ୍ଦର ଇନ୍ଦରାଜ ସିଂ ବାୱାନା ଆସନରୁ ଏବଂ ପୁନବନ୍ତ ରାଣା ରିଥାଲା ଆସନରୁ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ଆପ୍ର ଗୋପାଳ ରାଇ ବାବରପୁର ଆସନରୁ ଆଗୁଆ ଥିବାବେଳେ କୁଲଦୀପ କୁମାର କୋଣ୍ଡଲି, ବୀରେନ୍ଦ୍ର ସିଂ କଡ଼ିଆନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଆସନରୁ ଏବଂ ପ୍ରେମ ଚୌହାନ ଦେଓଲିଆ ଆସନରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ଅଛନ୍ତି। ଗ୍ରେଟର କୈଳାସ ଆସନରୁ ଆପ୍ର ସୌରଭ ଭରଦ୍ୱାଜ, ମାଲିଭନଗର ଆସନରୁ ସୋମନାଥ ଭର୍ତ୍ତୀ, ବଦଲି ଆସନରୁ କଂଗ୍ରେସର ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସର ଅଲକା ଲାମ୍ବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ୟାରିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ଏବଂ ବିଶ୍ୱ ନିୟାମକ ଢାଞ୍ଚା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ସହଯୋଗ ଏବଂ ଅର୍ଥନୈତିକ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାର୍ସେଲି ଗସ୍ତରେ ଯାଇ ପ୍ରଥମ ବିଶ୍ୱଯୁଦ୍ଧରେ ଲଢ଼ିଥିବା ମାଜାର୍ଗସ୍ ଯୁଦ୍ଧ କବରସ୍ଥାନରେ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ଭାରତୀୟ ଦୂତାବାସ ଭବନର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଫ୍ରାନ୍ସରୁ ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେବ ପ୍ରଥମ ଆମେରିକା ଗସ୍ତ। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ ପ୍ରବାସୀ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ଅଧିକ ସୁଦୃଢ଼ କରିବା ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ସହ ସମ୍ପର୍କକୁ ଅଧିକ ମଜବୁତ କରିବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ବ୍ୟାପାରରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଉଛି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭ ମେଳା ଚାଲିଛି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ସମାଜର ବିଭିନ୍ନ ବର୍ଗ ଏବଂ କ୍ଷେତ୍ରର ଲୋକଙ୍କୁ ମିଶାଇ 41 କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏପର୍ଯ୍ୟନ୍ତ ବୁଡ଼ ପକାଇ ସାରିଲେଣି। ଏବେ ବି ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଉଛି। ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଏବଂ ବସନ୍ତ ପଞ୍ଚମୀ ଅମାବାସ୍ୟାରେ 3ଟି ଅମୃତ ସ୍ନାନ ସମ୍ପନ୍ନ ହୋଇଛି। ରାଜନୈତିକ, ଚଳଚ୍ଚିତ୍ର ଏବଂ କ୍ରୀଡ଼ା ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଇତିମଧ୍ୟରେ ତ୍ରିବେଣୀ ଘାଟଠାରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚଳଚ୍ଚିତ୍ର ଜଗତର ଅନୁପମ ଖେର, ହେମା ମାଳିନୀ ଏବଂ ରାଜକୁମାର ରାଓ ପ୍ରମୁଖ ବୁଡ଼ ପକାଇ ସାରିଲେଣି। କ୍ରୀଡ଼ା ଜଗତର ପୂର୍ବତନ କ୍ରିକେଟ୍ ଖେଳାଳି ସୁରେଶ ରୈନା, ମୁଷ୍ଟିଯୋଦ୍ଧା ବିଜେନ୍ଦ୍ର ସିଂ ଏବଂ ମେରିକମ୍, ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ପ୍ରମୁଖ ବୁଡ଼ ପକାଇ ସାରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର ଦିନ ପ୍ରୟାଗରାଜ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଗତ ମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା 26 ତାରିଖରେ ସମ୍ପନ୍ନ ହେବ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରୁ ଆଜି ଇସ୍ରାଏଲ୍ର 3 ଜଣ ପଣବନ୍ଦୀ ମୁକ୍ତ ହେବେ। ମଧ୍ୟସ୍ଥତାକାରୀ ଦେଶମାନଙ୍କ ଜରିଆରେ ଇସ୍ରାଏଲ୍ ସେମାନଙ୍କ ସମ୍ପର୍କରେ ସୂଚନା ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହା ବଦଳରେ ଇସ୍ରାଏଲ୍ 183 ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବ ବୋଲି ହମାସ୍ ସୂଚନା ଦେଇଛି। 2023 ଅକ୍ଟୋବର 7 ତାରିଖରେ ଦକ୍ଷିଣ ଇସ୍ରାଏଲ୍ ଉପରେ ହମାସ୍ ନେତୃତ୍ୱାଧୀନ ଆକ୍ରମଣ ପରିପ୍ରେକ୍ଷୀରେ ଇସ୍ରାଏଲ୍ରୁ ଏହି ବନ୍ଧକଙ୍କୁ ଅପହରଣ କରାଯାଇଥିଲା। ଆକ୍ରମଣ ସମୟରେ ଇସ୍ରାଏଲ୍ରେ ଧରାପଡ଼ିଥିବା 5 ଜଣ ଥାଇଲ୍ୟାଣ୍ଡ ନାଗରିକଙ୍କ ସମେତ ହମାସ୍ ଏପର୍ଯ୍ୟନ୍ତ 18 ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଚୁକ୍ତି ପରେ ଇସ୍ରାଏଲ୍ ଗତ ସପ୍ତାହରେ 183 ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମଧ୍ୟ ମୁକ୍ତ କରିଥିଲା। ବାଂଲାଦେଶ ଗାଜିପୁରସ୍ଥିତ ପୂର୍ବତନ ମନ୍ତ୍ରୀ ମୋଜାମେଲ ହକ୍ଙ୍କ ବାସଭବନରେ ବିକ୍ଷୋଭକାରୀ ଭଙ୍ଗାରୁଜା ଉଦ୍ୟମ କରିଥିଲେ। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ତେବେ ନିକଟରେ ଥିବା ଏକ ମସ୍ଜିଦ୍ରେ ମେଗାଫୋନ୍ ମାଧ୍ୟମରେ ଏହି ଭଙ୍ଗାରୁଜା ଘଟଣା ଏବଂ ତୁରନ୍ତ ସହାୟତା ପାଇଁ ଆହ୍ୱାନ ଦିଆଯାଇଥିଲା। ସ୍ଥାନୀୟ ବାସିନ୍ଦା ସେଠାରେ ଉପସ୍ଥିତ ହୋଇ ଭଙ୍ଗାରୁଜାକାରୀଙ୍କୁ ଆକ୍ରମଣ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ଘଟଣା ପରିପ୍ରେକ୍ଷୀରେ ସେନାର ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ 3 ଦିନର ବିକ୍ଷୋଭ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏ କ୍ଷେତ୍ରରେ ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରାଯାଇଛି। ଏଭଳି ପରିସ୍ଥିତି ବାଂଲାଦେଶରେ ସ୍ଥିରତା ଏବଂ ଗଣତାନ୍ତ୍ରିକ ପରିବର୍ତ୍ତନ ପାଇଁ ସଙ୍କଟ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ମୁମ୍ବାଇରେ ବିନା ବୈଧ କାଗଜପତ୍ର ରହୁଥିବା ଅଭିଯୋଗରେ 4 ଜଣ ମହିଳାଙ୍କ ସମେତ 7 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ସେମାନେ ଚେମ୍ବୁରର ମହୁଲରେ ପାଖାପାଖି 5 ବର୍ଷ ହେବ ରହି ଆସୁଥିଲେ। ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ସେମାନେ ବାଂଲାଦେଶର ନାଗରିକ ଏବଂ 2020 ମସିହା ମାର୍ଚ୍ଚଠାରୁ ବିନା ବୈଧ କାଗଜପତ୍ରରେ ସେଠାରେ ରହୁଥିଲେ। ସୂଚନା ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି। କଲମ୍ବୋରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଶୀର୍ଷକ 2 ଦିନିଆ ବିମ୍ଷ୍ଟେକ୍ ଡିଜିଟାଲ ସମ୍ମିଳନୀ ଆରମ୍ଭ ହୋଇଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା, ବିମ୍ଷ୍ଟେକ୍ର ମହାସଚିବ ଇନ୍ଦ୍ରମଣି ପାଣ୍ଡେ, ଶ୍ରୀଲଙ୍କା ସରକାରଙ୍କ ଉପମନ୍ତ୍ରୀ ଏରଙ୍ଗା ବୀରରତ୍ନେ ଏବଂ ଚତୁରଙ୍ଗା ଆବେସିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଗତକାଲି ଉଦ୍ଘାଟିତ ହୋଇଛି। ଏହି ସମ୍ମିଳନୀରେ ଆଜି ଦ୍ୱିତୀୟ ଦିନରେ ଡିଜିଟାଲ ପେମେଣ୍ଟ, ଡିଜିଟାଲ ହେଲ୍ଥ ଏବଂ ସାମାଜିକ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଡିଜିଟାଲ ପରିଚୟ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ହାଇଦ୍ରାବାଦ ଏଫ୍ସି ଏବଂ ମହମ୍ମଡାନ ଏଫ୍ସି ମଧ୍ୟରେ ମୁକାବିଲା ହେବ। ହାଇଦ୍ରାବାଦର ଜିଏମ୍ସି ବାଲାଜୋଗି ଆଥଲେଟିକ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 5ଟାରେ ଏହି ମ୍ୟାଚ୍ ଖେଳାଯିବ। ଦୁଇଟି ଯାକ ଦଳ ପଏଣ୍ଟ ତାଲିକାର ନିମ୍ନ ସ୍ଥାନରେ ରହିଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଚେନ୍ନାଇଆନ୍ ଏଫ୍ସି ଏବଂ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ପ୍ରତିଯୋଗିତା ହେବ। ସନ୍ଧ୍ୟା 7:30ଟାରେ ଏହି ମ୍ୟାଚ୍ ଖେଳାଯିବ। ଉଭୟ ଦଳ ମ୍ୟାଚ୍କୁ ଜିତି ଶ୍ରେଷ୍ଠ 6ଟି ଦଳ ମଧ୍ୟରେ ସ୍ଥାନିତ ହେବାକୁ ପ୍ରୟାସ କରିବେ। କଟକର ବାରବାଟୀ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ଚଳିତ ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଅପରାହ୍ନ 1:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ତିନିଟିକିଆ ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଜିତି ଭାରତ ଏପର୍ଯ୍ୟନ୍ତ 1-0ରେ ଆଗୁଆ ରହିଛି। ଉଭୟ ଦଳର ଖେଳାଳି ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଯାଇ ପହଞ୍ଚିଛନ୍ତି। ଆଜି କେବଳ ଭାରତୀୟ ଖେଳାଳି ଅପରାହ୍ନରେ ବାରବାଟୀ ଷ୍ଟାଡିୟମ୍ରେ ଆସି ଅଭ୍ୟାସ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଭ୍ୟାସ ଲାଗି 6ଟି ପିଚ୍ ପ୍ରସ୍ତୁତ କରାଯାଇଛି। ମ୍ୟାଚ୍କୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। 2025 ଫ୍ରି ଷ୍ଟାଇଲ୍ ଚେସ୍ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତା ଗତକାଲିଠାରୁ ଜର୍ମାନର ବାଲ୍ଟିକ୍ ଉପକୂଳ ୱାଇସେନ୍ ହାଉସ୍ଠାରେ ଆରମ୍ଭ ହୋଇଛି। ପଞ୍ଚମ ପର୍ଯ୍ୟାୟ ପ୍ରତିଯୋଗିତା ପରେ ଫାବିଆନୋ କରୁଆନା 4.5 ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ଥିବାବେଳେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଏପର୍ଯ୍ୟନ୍ତ 2 ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛନ୍ତି। ଆହୁରି 4 ପର୍ଯ୍ୟାୟ ଖେଳ ବାକି ରହିଛି। ଏହାପରେ ନକ୍ଆଉଟ୍ ପର୍ଯ୍ୟାୟକୁ 8 ଜଣ ଖେଳାଳି ଉନ୍ନୀତ ହେବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଜାରି। 70ଟି ଆସନ ମଧ୍ୟରୁ ବିଜେପି 46ଟି ଏବଂ ଆପ୍ 24ରେ ଆଗୁଆ। ଫ୍ରାନ୍ସ ଏବଂ ଆମେରିକାକୁ ଆସନ୍ତା ସୋମବାରଠାରୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ 41 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପକାଇ ସାରିଲେଣି ବୁଡ଼ ଏବଂ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରୁ ଆଜି ମୁକ୍ତ ହୁଏ 3 ଜଣ ଇସ୍ରାଏଲ୍ ପଣବନ୍ଦୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।